କାହାକୁ ଏତେ ବି ଭଲ ପାଅନି କି ପରେ ସେଇ ଭଲ ପାଇବା ଆପଣଙ୍କୁ ବଞ୍ଚିବାକୁ ହିଁ ଦେବ ନାହିଁ। ଅଧିକ ଚିନ୍ତା କରିବା ବନ୍ଦ କରନ୍ତୁ ଆଉ ସେଇ ଦୁନିଆରୁ ବାହାରକୁ ଆସନ୍ତୁ ଯାହା ବାସ୍ତବରେ ହିଁ ନାହିଁ। ଯେବେ କେହି ଆପଣଙ୍କୁ ଧୋକା ଦେଇଥାଏ ତ ସେ ଧୋକା କଷ୍ଟ ଦେଇନଥାଏ। କଷ୍ଟ ତ ସେଇ ଭରସା ଦେଇଥାଏ ଯାହା ଆପଣ ସେଇ ମଣିଷ ଉପରେ କରିଥିଲେ। ଯେଉଁ ମଣିଷ ସବୁବେଳେ ଦୁଃଖର କାନ୍ଦ କାନ୍ଦିଥାଏ ତା ଦ୍ୱାରରେ ଛିଡ଼ା ହୋଇଥିବା ସୁଖ ବି ବାହାରୁ ଫେରିକି ଚାଲିଯାଏ। ନିଜ ମସ୍ତିଷ୍କର ବ୍ୟବହାର କର, ତେବେ ଆପଣ ଆପଣଙ୍କ ହୃଦୟକୁ ଗୋଟିଏ ନୂଆ ଜୀବନ ଦେଇପାରିବେ। କେହି କେତେ ବି ମହାନ ହେଉନା କାହିଁକି, କିନ୍ତୁ କେବେ କାହା ପଛରେ ଅନ୍ଧ ପରି ଚାଲନ୍ତୁ ନାହିଁ। ଜୀବନରେ ଏମିତି ଲୋକ ବି ଥାଆନ୍ତି ଯାହାକୁ ଆମେ ପାଇପାରିବା ନାହିଁ, କେବଳ ଚାହିଁପାରିବା। ଟଙ୍କା କେବଳ କାହାର ଲାଇଫଷ୍ଟାଇଲକୁ ବଦଳାଇ ପାରିଥାଏ, ତାର ବିଚାର ଆଉ ଉଦ୍ଦେଶ୍ୟକୁ ନୁହେଁ। ଆମେ ଯାହାର ଅଧିକ ଚିନ୍ତା କରିଥାଉ ପ୍ରାୟତଃ ସେହି ଲୋକ ଆମକୁ ସବୁଠୁ ଅଧିକ ଦୁଃଖ ଦେଇଥାନ୍ତି। ଆଜିକାଲି ବିଷରେ ବି ସେତେ ବିଷ ନଥାଏ ଯେତେ ବିଷ କିଛି ଲୋକ ଅନ୍ୟମାନଙ୍କ ପାଇଁ ନିଜ ହୃଦୟରେ ରଖିଥାନ୍ତି। ଭଲ ପାଇବା ତାହା ନୁହେଁ ଯିଏ ଗୋଟିଏ ଭୁଲ ପାଇଁ ସାଥ ଛାଡ଼ି ଦିଅନ୍ତି। ଭଲ ପାଇବା ତ ତାହା ହୋଇଥାଏ ଯିଏ 100 ଭୁଲ ସୁଧାରିକି ମଧ୍ୟ ଆପଣଙ୍କ ସାଥିରେ ଛିଡ଼ା ହୋଇଥାଏ। ଏହି ସ୍ୱାର୍ଥପର ଦୁନିଆରେ ସମସ୍ତେ ବଦଳି ହିଁ ଯାଇଥାନ୍ତି ଯେବେ ଆପଣଙ୍କଠୁ ଅଧିକ ଭଲ ମିଳିଯାଇଥାଏ। ଗୋଟିଏ କଥା ସର୍ବଦା ମନେ ରଖିବ କି କେହି କାହାର ହୋଇନଥାନ୍ତି ଏଠି। ଯଦି ଆପଣଙ୍କ ସମୟ ଭଲ ଅଛି ତ ସମସ୍ତେ ଆପଣଙ୍କ ଆପଣାର, ନଚେତ୍ କେହି ବି ନୁହେଁ। ସମୟ ଆଉ ଜୀବନ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକ ହୋଇଥାନ୍ତି। ଜୀବନ ସମୟର ସଦୁପଯୋଗ ଶିଖାଇଥାଏ ଆଉ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଇ ଦେଇଥାଏ। କ୍ରୋଧ ଏତେ ଦାମୀ କର କି କେହି କିଣି ନ ପାରିବେ, ଆଉ ନିଜର ଖୁସିକୁ ଏତେ ଶସ୍ତା କରିଦିଅ କି ଯେ କେହି ବି କିଣି ନେଇପାରିବେ। କହିବାକୁ ତ ବହୁତ ସାରା କଥା ଅଛି, କିନ୍ତୁ ଅସଲ ଶାନ୍ତି ଚୁପ୍ ରହିବାରେ ହିଁ ମିଳିଥାଏ। ଜୀବନରେ ରାସ୍ତା ତ ନିଜକୁ ହିଁ କରିବାକୁ ପଡ଼ିଥାଏ, ନହେଲେ ଲୋକ ତ ଆମେ ତମ ସାଥିରେ ଅଛୁ ଏହା କହି ଦେଖେଇ ହେବା ପାଇଁ ହୋଇଥାନ୍ତି। ସ୍ୱପ୍ନ ତାହା ନୁହେଁ ଯାହା ଆପଣ ଶୋଇଥିବା ବେଳେ ଦେଖିଥାନ୍ତି। ସ୍ୱପ୍ନ ତ ତାହା ହୋଇଥାଏ ଯାହା ଆପଣଙ୍କୁ ଶୋଇବାକୁ ହିଁ ଦେଇନଥାଏ। କିଛି ଲୋକ ସର୍ବଦା ହସିଥାନ୍ତି କାହିଁକି ନା ତାଙ୍କୁ ଜଣାଅଛି କି ତାଙ୍କର କଷ୍ଟକୁ ବୁଝିବା ଲୋକ କେହି ବି ନାହାନ୍ତି। କାହାକୁ ହୃଦୟର କଥା କହିବି ଦେବ ତ ସେ ଥଟ୍ଟା ହିଁ କରିବ। ଯେଉଁ ମଣିଷ ଖରାପ ସମୟରେ ସମସ୍ତଙ୍କର ସାହାଯ୍ୟ କରିଥାନ୍ତି ପ୍ରାୟତଃ ତାଙ୍କର ଖରାପ ସମୟରେ ତାଙ୍କର ସାହାଯ୍ୟ କରିବା ଲୋକ କେହି ବି ନଥାନ୍ତି। ଯଦି ଲୋକ ଆପଣଙ୍କର ଭଲ ଗୁଣକୁ ଆପଣଙ୍କର ଦୁର୍ବଳତା ଭାବୁଛନ୍ତି ତ ତାହା ତାଙ୍କର ସମସ୍ୟା। ଆପଣ ଆଇନା ହୋଇକି ରୁହ। ଚିନ୍ତା ତ ସିଏ କରିବେ ଯାହାର ଚେହେରା ଖରାପ। କାହାକୁ କେବେ ଦୁଃଖ ଦିଅ ନାହିଁ, କାହିଁକି ନା ଦେଇଥିବା ଜିନିଷ ଗୋଟେ ଦିନ 1000 ଗୁଣା ହୋଇ ଫେରିକି ଆସିଥାଏ। ଏମିତି ନୁହେଁ କି ଦୁଃଖ ବଢ଼ିଯାଇଛି, ବରଂ ସତ୍ୟତା ତ ଏହା ଯେ କି ସହନଶୀଳତା କମିଯାଇଛି। ଯାହାକୁ ସହିବା ଆସିଗଲା ତାକୁ ରହିବା ବି ଆସିଗଲା। ଭଲ ଲୋକ ତ କେବଳ ନିଜର କର୍ମରୁ ଜଣାପଡ଼ନ୍ତି, କାହିଁକି ନା ଭଲ କଥା ଖରାପ ଲୋକ ବି କରିଥାନ୍ତି। ମୋର ଏକା ରହିବାର ଗୋଟିଏ କାରଣ ଏହା ବି ହୋଇଥାଏ କି ମୋତେ ମିଛୁଆ ଲୋକଙ୍କଠୁ ସମ୍ପର୍କ ଭାଙ୍ଗିବାରେ ଡର ଲାଗିନଥାଏ। ଯାହାକୁ 1 ଟଙ୍କାର ମୂଲ୍ୟ ଜଣାଥିବ ସେ କେବେ କୋଟିଏ ଟଙ୍କା ମିଳିବା ପରେ ବି ଅହଙ୍କାର କରିନଥାଏ। ଜ୍ଞାନ ପରେ ଯଦି ଅହଙ୍କାରର ଜନ୍ମ ହୁଏ ତ ସେଇ ଜ୍ଞାନ ବିଷ ହୋଇଥାଏ, କିନ୍ତୁ ଜ୍ଞାନର ପରେ ଯଦି ନମ୍ରତାର ଜନ୍ମ ହୁଏ ତ ସେଇ ଜ୍ଞାନ ଅମୃତ ହୋଇଯାଏ। ମନର ଶାନ୍ତିଠୁ ଅଧିକ ଏହି ଦୁନିଆରେ କୌଣସି ବଡ଼ ଧନ ନାହିଁ। ଭକ୍ତି ଆଉ ଭରସା ସେତିକି ରଖ କି ସଙ୍କଟ ଆମ ଉପରେ ଆସେ ଆଉ ଚିନ୍ତା ଭଗବାନ କରିବେ।
ନିଜର ଭୁଲକୁ ତୁରନ୍ତ ସ୍ୱୀକାର କରିନେବା ଆଉ ଅନ୍ୟର ଭୁଲକୁ ଅଣଦେଖା କରିଦେବା ହିଁ ସକାରାତ୍ମକ ଚିନ୍ତାଧାରାର ରାସ୍ତାରେ ପ୍ରଥମ ପାଦ ହୋଇଥାଏ। ଶସ୍ତ୍ର କେବଳ ଶରୀରକୁ ଆଘାତ କରିପାରିଥାଏ, କିନ୍ତୁ ଶବ୍ଦ ଆତ୍ମାକୁ ବି ଆଘାତ ଦେଇଥାଏ। ଚେଷ୍ଟା କରନ୍ତୁ, ଭଲ କୁହ, ଭଲ ଶୁଣ ଆଉ ଭଲ ବ୍ୟବହାର କର। ଏଇ ଦୁଇଟି କଥାର ଗଣନା କରିବା ଛାଡ଼ିଦିଅ। ନିଜର ଦୁଃଖ ଆଉ ଅନ୍ୟର ସୁଖ, ତ ଜୀବନ ସହଜ ହୋଇଯିବ। ଯେବେ କେଉଁ ମଣିଷ ପାଖରେ ରହି ତାକୁ ଖୁସି ଦେଇପାରୁନାହଁ, ତ ତାଠାରୁ ଦୂର ହୋଇଯାଅ। ବୋଧହୁଏ ସେଥିରେ ସେ ଖୁସି ହୋଇଯିବ। ସୁନ୍ଦରତା ଏହା ନୁହେଁ କି ଆମେ କିପରି ଦେଖାଯାଉଛେ। ସୁନ୍ଦରତା ତ ଏହା ହୋଇଥାଏ କି ଆମେ ଅନ୍ୟମାନଙ୍କ ସହ କିପରି ବ୍ୟବହାର କରୁଛେ। ସମୟ ଥାଉ ଥାଉ ନିଜକୁ ପରିବର୍ତ୍ତନ କରିନେବାରେ ହିଁ ମଙ୍ଗଳ ହୋଇଥାଏ। କାହିଁକିନା ଯଦି ସମୟ ପରିବର୍ତ୍ତନ କଲା ତ ବହୁତ ଯନ୍ତ୍ରଣା ଦେବ। ଏହା କଳିଯୁଗ ଅଟେ। ଏଠି ଖରାପ ଲୋକଙ୍କ ସହ ଖରାପ ହେଉ କି ନ ହେଉ, କିନ୍ତୁ ଭଲ ଲୋକଙ୍କ ସହ ଖରାପ ନିଶ୍ଚିନ୍ତ ହୋଇଥାଏ। ଯଦି ତାଙ୍କୁ ଯିବାର ଅଛି ତ ଯିବାକୁ ଦିଅ। ସମ୍ପର୍କରେ ଭଲ ପାଇବା ଭଲ ଲାଗିଥାଏ, ଭିକ ମାଗିବା ନୁହେଁ। ଅସୁବିଧାରେ ଯେଉଁ ଅନୁଭବ ଆଉ ଶିକ୍ଷା ମିଳିଥାଏ, ସେହି ଶିକ୍ଷା ଦୁନିଆର କୌଣସି ସ୍କୁଲ ବି ଦେଇପାରିବ ନାହିଁ। ଯେବେ ଆମେ ବଡ଼ ହୋଇଯାଉ, ତେବେ ଆମକୁ ପେନସିଲ ବଦଳରେ କଲମ ଦିଆଯାଇଥାଏ। କାହିଁକିନା ଆମେ ବୁଝିଯିବା କି ଏବେ ଆମର ଭୁଲକୁ ଲିଭାଇବା ସହଜ ନୁହେଁ। ଯଦି କେହି ଆପଣଙ୍କୁ ଖରାପ କହେ ତ ହୃଦୟକୁ ନିଅ ନାହିଁ। କାହିଁକିନା ଏମିତି ଏହି ଦୁନିଆରେ କେହି ନାହିଁ ଯାହାକୁ ସମସ୍ତେ ଭଲ କହିବେ। ସବୁ ସମ୍ପର୍କର ଭିନ୍ନ ଭିନ୍ନ ସୀମା ଥାଏ, କିନ୍ତୁ ଯେବେ କଥା ଆତ୍ମସମ୍ମାନର ହୁଏ ତ ସେଠାରୁ ସମ୍ପର୍କ ଶେଷ କରିଦେବା ହିଁ ଠିକ୍ ହୋଇଥାଏ। କୌଣସି ମଣିଷର ସାହାଯ୍ୟ କରିବା ପାଇଁ ଧନର ନୁହେଁ, ବରଂ ଭଲ ମନର ଆବଶ୍ୟକ ହୋଇଥାଏ। ଟିକେ ଧୈର୍ଯ୍ୟ ରଖ, କାହିଁକିନା ସବୁ ଦୁଃଖ ପରେ ସୁଖର ସମୟ ବି ନିଶ୍ଚିନ୍ତ ଆସିଥାଏ। ସର୍ବଦା ମିଠା ମିଠା କଥା କହୁଥିବା ଲୋକ ଆପଣଙ୍କୁ ସମ୍ମାନ ନୁହେଁ, ବରଂ ଧୋକା ଦେଇଥାନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।